ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତା ଲେଖିଛନ୍ତି ଗୋଲୋକ ବିହାରୀ ଧଳ। ଚାଲନ୍ତୁ ଆମେ ଆଲୋଚନା କରିବା ସବୁଗୁଡ଼ିକ ଏମସିକ୍ୟୁ ପ୍ରଶ୍ନ। 56ଟି ଏମସିକ୍ୟୁ ପ୍ରଶ୍ନ। ପ୍ରଥମ ପ୍ରଶ୍ନ ଏଇଠି ପିଲାମାନେ, ଆଞ୍ଚଳିକ ସଭାର କେଉଁ ବିଷୟକୁ ସଭା ଉପରେ ବିଚାର ପାଇଁ ରଖାଯାଇଥିଲା? ଫଟାଫଟ ଆନ୍ସର ଦିଅନ୍ତୁ ଚ୍ୟାଟ୍ ବକ୍ସରେ। ଏ ଶିକ୍ଷା, କୃଷି, ବାଣିଜ୍ୟ ନା ଶିଳ୍ପ? ସଭା ଉପରେ ରଖାଯାଇଥିଲା କାହାକୁ? ନା କୃଷିକୁ ରଖାଯାଇଥିଲା। ଶିକ୍ଷାକୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା? ସଭା ଉପର, ମଧ୍ୟଭାଗ, ସଭା ତଳ ନା ଅନ୍ୟାନ୍ୟ? କୋଉଠି ରଖାଯାଇଥିଲା? ସଭା ତଳେ ରଖାଯାଇଥିଲା। ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ କେଉଁ କଥା କହିଲେ ସେ ବୁଝିପାରିବ? ଧର୍ମ, ପୁରାଣ, ଗବେଷଣା ନା ଯୋଜନା? ଆଗେ ଶିକ୍ଷାରେ ସଜାଡ଼ି ଯୋଜନା କଥା କହିଲେ ସେ ବୁଝିପାରିବ। ନେକ୍ସଟ ପ୍ରଶ୍ନ, ଲେଖକ ଆଜିକାଲିର ଯୁଗକୁ କେଉଁ ଯୁଗ ବୋଲି କହିଛନ୍ତି? ଏ ବିଜ୍ଞାନ ଯୁଗ ନା ଉନ୍ନୟନ ଯୁଗ, ଯୋଜନା ଯୁଗ ନା ବିଶେଷଜ୍ଞ ଯୁଗ? ଆଜିକାଲି ତ ଯୋଜନା ଉପରେ ଯୋଜନା, ତେଣୁ ଯୋଜନା ଯୁଗ ବୋଲି କୁହାଯାଇଛି। ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଂଘ ତାଙ୍କ କେଉଁ ରିପୋର୍ଟରେ କହିଛନ୍ତି? ଶିକ୍ଷା ରିପୋର୍ଟରେ, ବାର୍ଷିକ ରିପୋର୍ଟରେ, ଯୋଜନା ରିପୋର୍ଟ ନା ବିକାଶର ରିପୋର୍ଟରେ? ତ ଏହା ଶିକ୍ଷା ରିପୋର୍ଟରେ ଦର୍ଶାଯାଇଛି। କେଉଁ ମହାଦେଶର ନିରକ୍ଷରତା ସବୁଠାରୁ ବଡ଼ ସମସ୍ୟା? ଏସିଆ ମହାଦେଶ, ୟୁରୋପ, ଆମେରିକା ନା ଆଫ୍ରିକା? ଉତ୍ତର ହେଉଛି ଏସିଆ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା। ନେକ୍ସଟ ପ୍ରଶ୍ନ, ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ? ଏ ଶିକ୍ଷା, ବି ସ୍ୱାସ୍ଥ୍ୟ, ଶିଳ୍ପ ନା ନଗର ଉନ୍ନୟନ? ତେଣୁ କ'ଣ ନା ଶିକ୍ଷା ବିଭାଗ ଉପରେ ପ୍ରଥମେ ମାଡ଼ ପଡ଼େ ବା ଆଘାତ ପଡ଼େ। ନେକ୍ସଟ ପ୍ରଶ୍ନ, ବିଶେଷଜ୍ଞ ମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ? ଆମେରିକା, ଭାରତ, ଇଂଲଣ୍ଡ, ଜାପାନ? ଉତ୍ତରଟି ହେଉଛି ଭାରତ। ଭାରତ ବର୍ଷରେ ସବୁ କଥା କେଉଁମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? କମିଶନର, ବିଶେଷଜ୍ଞ, ଗବେଷକ, ଶାସକ? ସମସ୍ତ ଜିନିଷ ଶାସକଙ୍କ ଦ୍ୱାରା କ'ଣ ହୁଏ? ନିୟନ୍ତ୍ରିତ ହୁଏ। ନେକ୍ସଟ ପ୍ରଶ୍ନ, ବିଶେଷଜ୍ଞ ମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି। କେଉଁ କାଗଜରେ ଏହା ପ୍ରକାଶ ପାଇଥିଲା? ସଣ୍ଡେ ଷ୍ଟାଣ୍ଡାର୍ଡ, ଇଲଷ୍ଟ୍ରେଟେଡ ୱିକଲି, ଟେଲିଗ୍ରାଫ ନା ଟାଇମ୍ସ ଅଫ୍ ଇଣ୍ଡିଆ? ଉତ୍ତର ହେଉଛି ସଣ୍ଡେ ଷ୍ଟାଣ୍ଡାର୍ଡ କାଗଜରେ ଲେଖାଯାଇଥିଲା ବା ପ୍ରକାଶ ପାଇଥିଲା। ଶିକ୍ଷାର କେଉଁ କଥା ନ ରୋକିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି? ଅଧୋଗତି, ଊର୍ଦ୍ଧ୍ୱଗତି, ବିପରୀତ ଗତି, ଦୁର୍ଗତି? ଶିକ୍ଷାର ଅଧୋଗତି ବା ତଳକୁ ତଳକୁ ଯେଉଁ ପତନ ହେଉଛି ତାକୁ ରୋକିବାକୁ ପଡ଼ିବ। ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା କାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଲେଖକ ଅନୁରୋଧ କରିଛନ୍ତି? ପରୀକ୍ଷା ପଦ୍ଧତି, ଶିକ୍ଷା ପଦ୍ଧତି, ପାଠ୍ୟପୁସ୍ତକ, ନୋଟ ବହି? କାହା ପ୍ରତି? ଉତ୍ତର ହେଉଛି ପରୀକ୍ଷା ପଦ୍ଧତି ପ୍ରତି ଅନୁରୋଧ କରିଛନ୍ତି ଯେ ଦୃଷ୍ଟି ଦେବା ପାଇଁ। ସତ୍ୟ ହୋଇଥିଲେ ସାଙ୍ଘାତିକ ନାମରେ ଉପାଗ୍ର ଲେଖା କେଉଁ କାଗଜରେ ପ୍ରକାଶିତ ହୋଇଥିଲା? ସମାଜ, କଳିଙ୍ଗ, ପ୍ରଜାତନ୍ତ୍ର, ବାଲେଶ୍ୱର ସମ୍ବାଦ ବାହିକା? ଉତ୍ତର କ'ଣ ହବ? ନା କଳିଙ୍ଗ। ଏହି କଳିଙ୍ଗ କାଗଜରେ ପ୍ରକାଶ ପାଇଥିଲା। ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ? ଏ ମୌଳିକ ଜ୍ଞାନ, ବି ପ୍ରକୃତ ଗଣତନ୍ତ୍ର, ସି ମୌଳିକ ଚିନ୍ତା, ଉଚିତ ଶିକ୍ଷା? ତାହେଲେ କ'ଣ ସ୍ଫୁରଣ ହୋଇପାରିବ ନାହିଁ? ନା ମୌଳିକ ଚିନ୍ତା ସ୍ଫୁରଣ ହୋଇପାରିବ ନାହିଁ। ଆନ୍ଧ୍ରପ୍ରଦେଶର ଛାତ୍ରଟିଏ କ'ଣ ବିକ୍ରି କରି 10,000 ଟଙ୍କା ଲାଭ ଉଠାଇଥିଲା ବୋଲି କୁହାଯାଉଛି? ନୋଟ ବହି, ପ୍ରଶ୍ନପତ୍ର, ପ୍ରଶ୍ନର ଉତ୍ତର, ଖାତା କଲମ? ତ ଉତ୍ତରଟି ହେଉଛି ପ୍ରଶ୍ନପତ୍ର ବିକ୍ରି କରି ସେ 10,000 ଟଙ୍କା ଉଠାଇଥିଲା। ବିଶ୍ୱବିଦ୍ୟାଳୟର ଗୋଟିଏ ପରୀକ୍ଷାରେ ପାସ୍ କରିଥିବା ପିଲାଙ୍କ କେତେ ଭାଗ ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ? 1/3, 2/3, 3/3 ସମୁଦାୟ? ଫଟାଫଟ ଆନ୍ସର ଦିଅନ୍ତୁ। 1/3 ପିଲା ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ।
ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷ ଯାକ କ'ଣ ଆସ୍ତେ ଆସ୍ତେ ବାହାରୁଛି? ଛୁଟି ତାଲିକା, ଛାତ୍ର ଧର୍ମଘଟ, ପରୀକ୍ଷା ଫଳ, ଶ୍ରେଣୀ ନିକଟ। କ'ଣ ହବ ନା ସାରା ବର୍ଷ ଯାକ ପରୀକ୍ଷା ଫଳ ଧୀରେ ଧୀରେ ବାହାରୁଛି। ଆଗେ ମେଟ୍ରିକୁଲେସନ ପାସ୍ କରି ଲୋକେ କେଉଁ କାମ ଚଳେଇ ଦେଉଥିଲେ? ମାଜିଷ୍ଟ୍ରେଟ, ଇନ୍ସପେକ୍ଟର, ତହସିଲଦାର, ବିଡ଼ିଓ। ମେଟ୍ରିକ ପାସ୍ କରି ମାଜିଷ୍ଟ୍ରେଟ କାମଟା ଚଳେଇ ଦେଇ ପାରୁଥିଲେ ବୋଲି କୁହାଯାଇଛି। କାହାର ବୋଧହୁଏ ଆଜିକାଲି ପାଠ ସଙ୍ଗେ କିଛି ସମ୍ପର୍କ ନାହିଁ ବୋଲି ଲେଖକ କହିଛନ୍ତି? ଛାତ୍ରର ସମ୍ପର୍କ ନାହିଁ, ନା ଶିକ୍ଷକର, ନା ଅକ୍ଷରର, ନା କଲେଜର। ରହୁଛି ଅକ୍ଷରର ଆଉ କୌଣସି ସମ୍ପର୍କ ନାହିଁ। ବ୍ରିଟିଶ ମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁକୁ ଏ ଦେଶରୁ ଘୋଡ଼େଇ ଦେଇଥିଲେ? ନଡ଼ିଆ ଗଛ, ଗୁଆ ଗଛ, ତାଳ ଗଛ, ଶାଳ ଗଛ। ତେଣୁ ଏଇ ଯେଉଁ ତାଳ ଗଛ, ଲମ୍ବା ତାଳ ଗଛ, ତାକୁ ତୋପ କରିକିରି ସେମାନେ ବିଦେଶକୁ ଏ ଦେଶରୁ ଘୋଡ଼େଇ ଦେଇଥିଲେ ଜାପାନୀ ଶତ୍ରୁକୁ। ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତା ପ୍ରବନ୍ଧର ପ୍ରାବନ୍ଧିକ କିଏ? ଭୁବନେଶ୍ୱର ବେହେରା, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ବିଶ୍ୱନାଥ କର, ଗୋଲୋକ ବିହାରୀ ଧଳ। ଉତ୍ତର ହେଉଛି ଗୋଲୋକ ବିହାରୀ ଧଳ। ଗୋଲୋକ ବିହାରୀ ଧଳ ଲେଖିଥିବା ଭାଷାଭିତ୍ତିକ ପୁସ୍ତକର ନାମ କ'ଣ? ନା ସେ ପୁସ୍ତକର ନାମ ଧ୍ୱନି ବିଜ୍ଞାନ, ମୋ ସମୟର ଓଡ଼ିଶା, ଭାରତୀୟ ପ୍ରତ୍ନତତ୍ତ୍ୱ, ବିବିଧ ପ୍ରବନ୍ଧ। ଉତ୍ତର ହେଉଛି ଧ୍ୱନି ବିଜ୍ଞାନ। କ'ଣ ନା ଧ୍ୱନି ବିଜ୍ଞାନ। ନେକ୍ସଟ ପ୍ରଶ୍ନ, କେଉଁଟି ଗୋଲୋକ ବିହାରୀ ଧଳଙ୍କର ଭ୍ରମଣ କାହାଣୀ ପୁସ୍ତକ ରୂପେ ସୁପରିଚିତ? ଲଣ୍ଡନ ଚିଠି, ଧୂସର ପଣତ, ଭାରତ ମୋର ଘର, ଗବନ। କ'ଣ ହବ ଉତ୍ତର? ଉତ୍ତରଟି ହେଉଛି ଲଣ୍ଡନ ଚିଠି। ନେକ୍ସଟ ପ୍ରଶ୍ନ, କେଉଁ ପୁସ୍ତକ ପାଇଁ ଶ୍ରୀଯୁକ୍ତ ଗୋଲୋକ ବିହାରୀ ଧଳ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି? ଧୂସର ପଣତ, ବନ୍ଦୀ ନେହେରୁ, ଗୋଦାନ, ନା ଭାଷାଶାସ୍ତ୍ର ପରିଚୟ। ଉତ୍ତର ହେଉଛି ଗୋଦାନ ପାଇଁ ସେ ଏକାଡେମୀ, ସାହିତ୍ୟ ଏକାଡେମୀ ପୁରସ୍କୃତ ସମ୍ମାନିତ। ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତା ପ୍ରବନ୍ଧଟି କେଉଁ ପ୍ରବନ୍ଧ ପୁସ୍ତକରୁ ସଂଗୃହୀତ ହୋଇଛି? ବିବିଧ ପ୍ରବନ୍ଧ, ପ୍ରବନ୍ଧ ମାନସ, ବିଚାର ଆଲୋଚନା, ପ୍ରବନ୍ଧ ବିଚାର। ଉତ୍ତର ହେଉଛି ବିଚାର ଆଲୋଚନାରୁ ନିଆଯାଇଛି। କାହାକୁ ଥରେ ଜିଲ୍ଲା ପରିଷଦ ପରିଚାଳିତ ଗୋଟିଏ ଆଞ୍ଚଳିକ ସଭା ଦେଖିବାକୁ ସୁଯୋଗ ମିଳିଥିଲା? ଲେଖକଙ୍କୁ, ସାହିତ୍ୟିକଙ୍କୁ, ଅଧ୍ୟକ୍ଷଙ୍କୁ, ସମାଜସେବୀକୁ। କାହାକୁ ମିଳିଥିଲା? ନା ଲେଖକଙ୍କୁ ସୁଯୋଗ ମିଳିଥିଲା। କାହା ଦ୍ୱାରା ପରିଚାଳିତ ଗୋଟିଏ ଆଞ୍ଚଳିକ ସଭା ଦେଖିବାର ଲେଖକଙ୍କୁ ସୁଯୋଗ ମିଳିଥିଲା? ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ଗ୍ରାମ ପଞ୍ଚାୟତ, ବିଧାନ ପରିଷଦ। ଉତ୍ତରଟି ହେଉଛି ଜିଲ୍ଲା ପରିଷଦ। ଉତ୍ତରଟି ହେଉଛି ଜିଲ୍ଲା ପରିଷଦ। ନେକ୍ସଟ ପ୍ରଶ୍ନ, କେଉଁ ସଭାରେ କୃଷିକୁ ସଭା ଉପରେ ବିଚାର ପାଇଁ ରଖାଯାଇଥିଲା? ଗ୍ରାମ ପଞ୍ଚାୟତ, ଆଞ୍ଚଳିକ ସଭା, ପଲ୍ଲୀ ସଭା, ଗ୍ରାମ ସଭା। ଉତ୍ତରଟି ହେଉଛି ଆଞ୍ଚଳିକ ସଭା। କାହାକୁ ଆଞ୍ଚଳିକ ସଭାର ସଭା ତଳେ ବିଚାର ବିଷୟରେ ରଖାଯାଇଥିଲା? ଶିକ୍ଷାକୁ, କୃଷିକୁ, ସ୍ୱାସ୍ଥ୍ୟକୁ, ଶିଳ୍ପକୁ। ଶିକ୍ଷାକୁ ସଭା ତଳେ ରଖାଯାଇଥିଲା। କୃଷି ବିଷୟ ଆଲୋଚନା ପାଇଁ ଆଞ୍ଚଳିକ ସଭାରେ କେଉଁ କ୍ରମରେ ରଖାଯାଇଥିଲା? ସଭା ଉପର, ମଧ୍ୟଭାଗ, ସଭା ତଳ, ଅନ୍ୟାନ୍ୟ। ସଭା ଉପରେ ରଖାଯାଇଥିଲା କୃଷିକୁ। ନେକ୍ସଟ ପ୍ରଶ୍ନ, କିଏ ଯୋଜନା କରୁଛନ୍ତି କିନ୍ତୁ ତାକୁ ଲୋକେ ବୁଝିପାରୁନାହାନ୍ତି? ସରକାର, ପ୍ରଶାସନ, ମାଲିକ, ଯୋଜନା ଉପାଧ୍ୟକ୍ଷ। ଉତ୍ତର ହେଉଛି ସରକାର ଯୋଜନା କରୁଛନ୍ତି କିନ୍ତୁ ଲୋକେ ତାକୁ ବୁଝି ପାରୁନାହାନ୍ତି। ସାଧାରଣ ଲୋକମାନଙ୍କର ବିଶେଷ କ'ଣ ନଥାଏ? ଶିକ୍ଷା, ଦୀକ୍ଷା, ସଚେତନ, ଅଚେତନ। କ'ଣ ନା ଶିକ୍ଷା ବିଶେଷ ନଥାଏ। ମାଟିକୁ ପାଗ କରି ସେଥିରେ କ'ଣ ପୋତିଲେ ଚଞ୍ଚଳ ଗଛ ଧରେ? ଗଛ, ମଞ୍ଜି, ଡାଳ, ଚେର। କ'ଣ ହବ ନା ଉତ୍ତର ହେଉଛି କ'ଣ ମଞ୍ଜି। ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ। ପଡ଼ିଆ ଭୂଇଁରେ ଫସଲ ବୁଣିଲେ କିଏ ଚରିଯାଆନ୍ତି? ଗୋରୁ, ମଇଁଷି, ହରିଣ, ମୃଗ। କିଏ ଚରିଯାଆନ୍ତି? ନା ଗୋରୁ ଚରି ଯାଆନ୍ତି। ମଣିଷ ମନକୁ ପ୍ରଥମେ କେଉଁଥିରେ ସଜାଡ଼ି ତାପରେ ତାକୁ ଯୋଜନା କହିଲେ ବୁଝିପାରିବ? କୃଷି, ଶିକ୍ଷା, ବାଣିଜ୍ୟ, ଶିଳ୍ପ। ପ୍ରଥମେ ତାକୁ କେଉଁଥିରେ ସଜାଡ଼ି? ନା ଶିକ୍ଷାରେ ସଜାଡ଼ି। ନେକ୍ସଟ ପ୍ରଶ୍ନ, ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ଯୋଜନା କଥା କହିଲେ ସେ କ'ଣ ବୁଝିପାରିବ, କ'ଣ କରିପାରିବ? ନା ବୁଝିପାରିବ, ବିଚାର କରିପାରିବ, ଚିନ୍ତା କରିପାରିବ, ଭାବିପାରିବ। ଉତ୍ତରଟି ହେଉଛି ସେ ବୁଝିପାରିବ ଯୋଜନା କଥା।
ଯୋଜନା ଯୁଗ ଭାବରେ ଲେଖକ କେଉଁ ସମୟକୁ ଗ୍ରହଣ କରିଛନ୍ତି? ଆଜିକାଲିର ସମୟ ନା ପୁରାତନ, ଭବିଷ୍ୟତ ନା ଅତୀତ? ଉତ୍ତର ହେଉଛି ଆଜିକାଲିର ସମୟ ହେଉଛି କ'ଣ ନା ଯୋଜନାର ସମୟ। ଯୋଜନା ସହିତ ଶିକ୍ଷାକୁ ଗୁରୁତ୍ୱ ଦେଲେ କାହା କାହା ମଧ୍ୟରେ ସମନ୍ୱୟ ରହିପାରିବ ବୋଲି ପ୍ରାବନ୍ଧିକ ମତ ଦେଇଛନ୍ତି। ଶିକ୍ଷା ଓ ଯୋଜନା, ଶିଳ୍ପ ଓ ଭାସ୍କର୍ଯ୍ୟ, ନାଚ ଗୀତ ବାଣିଜ୍ୟ ଶିଳ୍ପ। ତ ଉତ୍ତର ହେଉଛି ଶିକ୍ଷା ଓ ଯୋଜନା। ନେକ୍ସଟ ପ୍ରଶ୍ନ, କ'ଣ ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଂଘ ତାଙ୍କ ଶିକ୍ଷା ରିପୋର୍ଟରେ କହିଛନ୍ତି? ଏ ଯୋଜନା ପାଇଁ, ବି ଗବେଷଣା, ସି ନିରକ୍ଷରତା, ଡି ଶିଳ୍ପ ପାଇଁ। ଉତ୍ତର ହେଉଛି ନିରକ୍ଷରତା ପାଇଁ। ଏସିଆ ମହାଦେଶରେ କ'ଣ ସବୁଠାରୁ ବଡ଼ ସମସ୍ୟା ଅଟେ? ଏ ନିରକ୍ଷରତା, ବି ସଚେତନତା, ବେରୋଜଗାର, ବେକାର। ଉତ୍ତର ହେଉଛି ନିରକ୍ଷରତା ହିଁ ସବୁଠୁ ବଡ଼ ସମସ୍ୟା। ଆମେ ସ୍ୱାଧୀନ ହେବା ପରେ ପରେ ଆମ ଦେଶରେ ସର୍ବତ୍ର କାହାର ପ୍ରସାର ପାଇଁ ଚେଷ୍ଟା ଚାଲିଛି? ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ। ସ୍ୱାଧୀନ ହେବା ପରେ ପରେ ଆମ ଦେଶରେ ସର୍ବତ୍ର କାହାର ପ୍ରସାର ପାଇଁ? ତା ଉତ୍ତର ହେଉଛି ଶିକ୍ଷାର ପ୍ରସାର ପାଇଁ ଚାଲିଛି। ଆମ ଦେଶ ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ? ବୈଜ୍ଞାନିକ, ବିଶେଷଜ୍ଞ, ସାହିତ୍ୟିକ, ଗବେଷକ। କାହାର ବିଶେଷ ମୂଲ୍ୟ ନାହିଁ? କାହାର? ବିଶେଷଜ୍ଞ ମାନଙ୍କର କୌଣସି ମୂଲ୍ୟ ନାହିଁ। 43 ନମ୍ବର ପ୍ରଶ୍ନ, ଯୋଜନା କେଉଁ ବିଭାଗକୁ ବିଚାର ପାଇଁ ଆସିଲେ ପ୍ରଥମ ଆଘାତ ଶିକ୍ଷା ଉପରେ ପଡ଼େ? ଅର୍ଥ, ସାମାଜିକ, ଶିଳ୍ପ, ବାଣିଜ୍ୟ। ଯୋଜନା କେଉଁ ବିଭାଗକୁ ବିଚାର ପାଇଁ ଆସିଲେ? ଯୋଜନା ଯଦି ଅର୍ଥ ବିଭାଗକୁ ବିଚାର ପାଇଁ ଆସେ। ଇଲିଷ୍ଟ୍ରେଟେଡ୍ ୱିକଲି କାଗଜରେ ଭାରତୀୟ ଛାତ୍ରମାନେ କେଉଁଠାରୁ ଛାଡ଼ି ଆସିବାକୁ ଚାହୁଁନଥିବା କଥା ପ୍ରକାଶ କରିଛନ୍ତି? ଆମେରିକା, ବିଲାତ, ଫ୍ରାନ୍ସ, ରୁଷ ନା କେଉଁଠୁ? ନା ଆମେରିକା ଛାଡ଼ି ଆସିବା ପାଇଁ ଇଚ୍ଛା କରୁନାହାନ୍ତି। କେଉଁଠାରେ ସବୁ କଥା ଶାସକମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? ଭାରତରେ, ଫ୍ରାନ୍ସରେ, ଇଂଲଣ୍ଡରେ, ଦକ୍ଷିଣ ଆଫ୍ରିକାରେ। ଉତ୍ତର ହେଉଛି ଭାରତରେ ସବୁ କଥା ଶାସକମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। ନେକ୍ସଟ ପ୍ରଶ୍ନ, ବମ୍ବେରେ ବାହାରୁଥିବା କାଗଜର ନାମ କ'ଣ? ଏ ସଣ୍ଡେ ଷ୍ଟାଣ୍ଡାର୍ଡ, ବି ସଣ୍ଡେ ଟାଇମ୍ସ, ସି ଟେଲିଗ୍ରାଫ, ଡି ଦ ନ୍ୟୁଜ୍। ନାଇଁ କି? ପିଲାମାନେ ଦେଖ, ଏଇଠି ସଣ୍ଡେ ଷ୍ଟାଣ୍ଡାର୍ଡ ଅଛି, ସଣ୍ଡେ ଟାଇମ୍ସ ଅଛି। ତେଣୁ ଯେତେବେଳେ ବି MCQ ପ୍ରଶ୍ନ କରିବ, ଯଦି ଦୁଇଟା ମାନେ ଉତ୍ତର ସମାନ ସମାନ ଦେଖାଯାଉଛି ତାହେଲେ ସେଇ ଦୁଇଟା ଭିତରୁ ହବ ବୋଲି ଜାଣି ରଖ। ଆଉ ଏଇଠି ହବ କ'ଣ ନା ସଣ୍ଡେ ଷ୍ଟାଣ୍ଡାର୍ଡ। ବମ୍ବେରୁ ବାହାରୁଥିଲା କ'ଣ? ସଣ୍ଡେ ଷ୍ଟାଣ୍ଡାର୍ଡ। ନେକ୍ସଟ ପ୍ରଶ୍ନ, ସଣ୍ଡେ ଷ୍ଟାଣ୍ଡାର୍ଡ କାଗଜରେ କେଉଁ ବିଷୟରେ ଗହିତ ମତାମତ ପ୍ରକାଶ ପାଇଥିଲା? ଶିକ୍ଷା ଯୋଜନା, ଶିକ୍ଷା ବିଶେଷଜ୍ଞ, ଶାସକ ବିଶେଷଜ୍ଞ, ଶିକ୍ଷା ଓ କୃଷି। ଉତ୍ତର ହେଉଛି ଶାସକ ଓ ବିଶେଷଜ୍ଞ କଥା ଆଲୋଚନା ହୋଇଥିଲା। ନେକ୍ସଟ ପ୍ରଶ୍ନ, ଶିକ୍ଷାର ଅଧୋଗତିକୁ ନ ରୋକିଲେ ଆମର ଅବସ୍ଥା କ'ଣ ହେବ ବୋଲି କୁହାଯାଇଛି? ଦୁର୍ଗତି, ଊର୍ଦ୍ଧ୍ୱଗତି, ଶୋଚନୀୟ, କଦର୍ଥ। ଶିକ୍ଷାର ଯଦି ଅଧୋଗତିକୁ ନ ରୋକାଯାଏ ଆମର ଅବସ୍ଥା ପୁରା ଶୋଚନୀୟ ହେଇଯିବ ବୋଲି କୁହାଯାଇଛି। ଶିକ୍ଷାବିତ ମାନେ ରାଜ୍ୟର ଶିକ୍ଷାର କେଉଁ ଅବସ୍ଥାରେ ପହଞ୍ଚିଲେଣି ବୋଲି ଅନୁଭବ କରୁଛନ୍ତି? ବିପରୀତ ଅବସ୍ଥାରେ, ଅଧୋଗତି ଅବସ୍ଥାରେ, ନଷ୍ଟ ନା ନିରୁପାୟ ଅବସ୍ଥାରେ? କ'ଣ ହବ ନା ନିରୁପାୟ ଅବସ୍ଥାରେ ପହଞ୍ଚିଲେଣି ବୋଲି କୁହାଯାଇଛି। ଭାରତ ସରକାର ଶିକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେବାକୁ କେଉଁ କମିଶନ ବସାଇ ପରିସ୍ଥିତି ନିରୀକ୍ଷଣ କରିବାକୁ ଅନୁରୋଧ କରିଛନ୍ତି? ତଦନ୍ତ କମିଶନ, ଶିକ୍ଷା କମିଶନ, ସ୍ୱାସ୍ଥ୍ୟ କମିଶନ, ପ୍ରତିକାର କମିଶନ। କେଉଁ କମିଶନ ବସାଇ ବୋଲି କହିଛନ୍ତି? ନା ଶିକ୍ଷା କମିଶନ ବସାଇକି। ଆମ ଦେଶରେ ମୂଳରୁ ଚୂଳ ପର୍ଯ୍ୟନ୍ତ ଥିବା ପରୀକ୍ଷା ପଦ୍ଧତିରୁ କ'ଣ ନିର୍ଦ୍ଧାରଣ କରିବା କଷ୍ଟକର ହୋଇଥାଏ? ମୌଳିକ ମୂଲ୍ୟ, ଗୁଣାତ୍ମକ ମୂଲ୍ୟ, ପ୍ରକୃତ ମୂଲ୍ୟ, ବୌଦ୍ଧିକ ମୂଲ୍ୟ। କ'ଣ ବହୁତ କଷ୍ଟ ହୋଇଥାଏ? ନା ଗୁଣାତ୍ମକ ମୂଲ୍ୟ ପିଲାମାନଙ୍କର ବାହାର କରିବା କଷ୍ଟ ହୋଇଥାଏ। ପରୀକ୍ଷା ପଦ୍ଧତି ପ୍ରତି କିଏ ବିଶେଷ ଦୃଷ୍ଟି ଦେବାକୁ ପ୍ରାବନ୍ଧିକ ଆଶା ରଖିଛନ୍ତି? ଶିକ୍ଷା କମିଶନ, କୃଷି କମିଶନ, ସ୍ୱାସ୍ଥ୍ୟ କମିଶନ, ମୌଳିକ ଶିକ୍ଷା କମିଶନ। ଉତ୍ତର କ'ଣ ହେବ? ଉତ୍ତର ହେଉଛି ଶିକ୍ଷା କମିଶନ ବିଶେଷ ଦୃଷ୍ଟି ଦେବାକୁ ଆଶା ରଖିଛନ୍ତି। କଳିଙ୍ଗ କାଗଜର ଉପାଗ୍ର ଲେଖାରେ କ'ଣ ପ୍ରକାଶ ପାଇଥିଲା? ଶାସକ ବିଶେଷଜ୍ଞ, ଶିକ୍ଷା ଓ ପରୀକ୍ଷା ପଦ୍ଧତି, ସତ୍ୟ ହୋଇଥିଲେ ସାଂଘାତିକ, ଶିକ୍ଷାର ନିରୁପାୟ ବ୍ୟବସ୍ଥା। ଉତ୍ତର ହେଉଛି ସତ୍ୟ ହୋଇଥିଲେ ସାଂଘାତିକ। ନେକ୍ସଟ ପ୍ରଶ୍ନ, ଆଜିକାଲି ଛାତ୍ରମାନେ ପାଠପଢ଼ା ଅପେକ୍ଷା କେଉଁ ବିଷୟରେ ବେଶୀ ଜାଣୁଛନ୍ତି? ପରୀକ୍ଷା, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ। କାହା ବିଷୟରେ ବେଶୀ ଜାଣୁଛନ୍ତି? ଉତ୍ତର ହେଉଛି ପରୀକ୍ଷା ବିଷୟରେ ବେଶୀ ଜାଣୁଛନ୍ତି। ବିଲାତ, ଆମେରିକା, ରୁଷ ସହିତ ସମକକ୍ଷ ହେବା ପାଇଁ ହେଲେ ଆମକୁ କେଉଁ ବହି ପଢ଼ିବା ଉଚିତ ନୁହେଁ ବୋଲି ଲେଖକ ସ୍ୱତଃ ପ୍ରଶ୍ନ କରିଛନ୍ତି? ନୋଟ ବହି,
ସାଥୀ ବହି, ନୋଟ ଖାତା, ପ୍ରଶ୍ନ ଉତ୍ତର ଖାତା। କେଉଁ ବହି ପଢ଼ିବା ଅନୁଚିତ? ନା ନୋଟ ବହି ପଢ଼ିବା ଅନୁଚିତ। ନେକ୍ସଟ ପ୍ରଶ୍ନ, ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି 10,000 ଟଙ୍କା ଲାଭ ଉଠାଇଥିବା କଥା କେଉଁ ସଭାରେ ବିଚାର ହୋଇଛି ବୋଲି ଲେଖକ ମତ ରଖିଛନ୍ତି? କେଉଁ ସଭାରେ ବିଚାର ହୋଇଯାଇଛି? 56 ନମ୍ବର ପ୍ରଶ୍ନ, ଶେଷ ପ୍ରଶ୍ନ ପିଲାମାନେ। ତେଣୁ ଏଇଠି କ'ଣ ନା ବିଧାନସଭା, ରାଜ୍ୟସଭା, ଲୋକସଭା, ବିଧାନସଭା, ବିଧାନ ପରିଷଦ। ତାହେଲେ କ'ଣ ହବ ନା ଏଇ ବିଧାନସଭାରେ, ନାଇଁ ଆନ୍ଧ୍ରପ୍ରଦେଶର ସେ ବିଧାନସଭାରେ ହିଁ ବିଚାର ହୋଇଛି ବୋଲି ଲେଖକ ମତ ରଖିଛନ୍ତି। ତେଣୁ ଭଲ ଲାଗିଥିବ ନିହାତି ସମସ୍ତଙ୍କୁ ସେୟାର କରିବ। ରହିଲି। ବନ୍ଦେ ଉତ୍କଳ ଜନନୀ।